ଚାଲନ୍ତୁ ଆଜି ବିଜ୍ଞାନର ଗୋଟେ ବହୁତ ବଡ଼ ରହସ୍ୟମୟ କାହାଣୀ ଭିତରେ ହଜିଯିବା। ଏହା ଏକ ଏମିତି କାହାଣୀ ଯାହା ଆମେ ଦେଖୁଥିବା ଦୁନିଆର ମୂଳଦୁଆକୁ ହିଁ ବଦଳାଇ ଦେଇଥିଲା। ଆମେ କଥା ହେବା ରଦରଫୋର୍ଡଙ୍କ ଆଣବିକ ମଡେଲ ଆଉ ତା ପଛର ସେହି ଚମତ୍କାର ଆବିଷ୍କାର ବିଷୟରେ। ଆଚ୍ଛା, ତେବେ ସବୁଠୁ ବଡ଼ ପ୍ରଶ୍ନଟା କ'ଣ ଥିଲା ଜାଣନ୍ତି? ଗୋଟେ ପରମାଣୁ ଭିତରେ ପ୍ରକୃତରେ କ'ଣ ଥାଏ? ଏଇଟା ହିଁ ଥିଲା ସେହି ରହସ୍ୟ ଯାହାକୁ ବିଂଶ ଶତାବ୍ଦୀର ଆରମ୍ଭରେ ବୈଜ୍ଞାନିକମାନେ ସମାଧାନ କରିବାକୁ ଦିନରାତି ଏକ କରିଦେଇଥିଲେ। ହଉ, ତାହେଲେ ଚାଲନ୍ତୁ ସିଧା ସେହି ରହସ୍ୟର ମୂଳକୁ ଯିବା। ଏହି କାହାଣୀର ହିରୋ ଥିଲେ ଜଣେ ପ୍ରତିଭାଶାଳୀ ବୈଜ୍ଞାନିକ ଅର୍ନେଷ୍ଟ ରଦରଫୋର୍ଡ। ଆଉ ସମୟ ଥିଲା 1911 ମସିହା, ଯେତେବେଳେ ସେ ପରମାଣୁର ଗଭୀରତମ ରହସ୍ୟ ଖୋଲିବାକୁ ବାହାରିଥିଲେ। ପରମାଣୁ ଭଳି ଗୋଟେ ଏତେ ଛୋଟ ଅଦୃଶ୍ୟ ଜିନିଷ ଭିତରକୁ କେହି ଦେଖିବେ କେମିତି? ଏଇଠି ରଦରଫୋର୍ଡ ଗୋଟେ ବହୁତ ଜବରଦସ୍ତ ଉପାୟ ବାହାର କଲେ। ଏହାକୁ ହିଁ କୁହାଯାଏ ଇତିହାସର ପ୍ରସିଦ୍ଧ ସୁନାପତ୍ର ପରୀକ୍ଷା ବା ଗୋଲ୍ଡ ଫଏଲ୍ ଏକ୍ସପେରିମେଣ୍ଟ। ଏହି ପରୀକ୍ଷାର ପ୍ଲାନିଂ ଦେଖିବାକୁ ତ ବହୁ ସିଧାସାଧା ଲାଗୁଥିଲା, କିନ୍ତୁ ଏହା ପଛରେ ଯେଉଁ ଚିନ୍ତାଧାରା ଥିଲା ତାହା ଅସାଧାରଣ ଥିଲା। ସେମାନେ କ'ଣ କଲେ ନା, ଛୋଟ ଛୋଟ ପଜିଟିଭ୍ ଚାର୍ଜ ଥିବା ଆଲଫା କଣିକାକୁ ଗୋଟେ ପୁରା ପତଳା ସୁନାପତ୍ର ଉପରକୁ ଛାଡ଼ିଲେ, ଆଉ ତାପରେ ବସି ଦେଖିଲେ ସେପଟ କୁଆଡ଼େ ଯାଉଛନ୍ତି। କିନ୍ତୁ ଯେଉଁ ଫଳାଫଳ ସାମ୍ନାକୁ ଆସିଲା ତାହା ଖାଲି କିଛି ଡାଟା ନଥିଲା। ସେଗୁଡ଼ିକ ଏମିତି କିଛି ଆଶ୍ଚର୍ଯ୍ୟଜନକ ସୂଚନା ଥିଲା ଯାହା ସେତେବେଳର ସବୁ ବୈଜ୍ଞାନିକ ଧାରଣାକୁ ଓଲଟପାଲଟ କରିଦେଲା। ତେବେ ପ୍ରଥମ ସୂଚନା କ'ଣ ଥିଲା? ଅଧିକାଂଶ ଆଲଫା କଣିକା ସୁନାପତ୍ରକୁ ପାର କରି ସିଧା ଚାଲିଗଲେ। ଯେମିତି ଲାଗୁଥିଲା ସେଠି କିଛି ଅଛି ବୋଲି ସେମାନେ ଜାଣି ହିଁ ପାରିଲେନି। ହଁ, ଏଇଟା ତ ସମସ୍ତେ ଆଶା କରୁଥିଲେ, କିନ୍ତୁ ଏଇଠୁ ହିଁ କାହାଣୀ ଆରମ୍ଭ ହେଲା। ଏହାପରେ ଆସିଲା ଦ୍ୱିତୀୟ ସୂଚନା, ଆଉ ଏଇଟା ଟିକେ ଅଜବ ଥିଲା। କିଛି କଣିକା ସିଧା ନ ଯାଏ ନିଜ ରାସ୍ତାରୁ ସାମାନ୍ୟ ବଙ୍କେଇ ଗଲେ। କିନ୍ତୁ ଯେଉଁ ତୃତୀୟ ସୂଚନା ମିଳିଲା ସେଇଟା ଥିଲା ସବୁଠୁ ବଡ଼ ଝଟକା। ବହୁତ କମ୍ ସଂଖ୍ୟକ କଣିକା ସହିତ ଏମିତି କିଛି ହେଲା ଯାହା କେହି ସ୍ୱପ୍ନରେ ବି ଭାବିନଥିଲେ। କେତେ କମ୍? ଭାବି ଦେଖନ୍ତୁ, ପ୍ରତି 10,000 କଣିକାରୁ ମାତ୍ର ଗୋଟିଏ କଣିକା ସହିତ ଏମିତି ହେଉଥିଲା। ଆଉ ସେଇ ଗୋଟିଏ କଣିକା ସହ କ'ଣ ହେଉଥିଲା? ସେଇ କଣିକା ସୁନାପତ୍ରରେ ବାଜି 180 ଡିଗ୍ରୀରେ ସିଧା ପଛକୁ ଫେରିଆସୁଥିଲା, ଯେମିତି କୌଣସି ଗୋଟେ ମଜବୁତ କାନ୍ଥରେ ବାଢ଼ି ହେଇଗଲା। ରଦରଫୋର୍ଡ ନିଜେ ଏହି ଆଶ୍ଚର୍ଯ୍ୟକୁ କେମିତି ବର୍ଣ୍ଣନା କରିଥିଲେ ଜାଣନ୍ତି? ସେ କହିଥିଲେ, ଏହା ସେତିକି ହିଁ ଆଶ୍ଚର୍ଯ୍ୟଜନକ ଥିଲା ଯେମିତି ଆପଣ ଗୋଟେ ଟିସ୍ୟୁ ପେପର ଉପରକୁ ତୋପଗୋଳା ମାରିବେ ଆଉ ସେଇଟା ବାଜିକି ଆପଣଙ୍କ ପାଖକୁ ଫେରି ଆସିବ। ଏହା ବିଶ୍ୱାସ କରିବା ଭଳି କଥା ନଥିଲା। କିନ୍ତୁ ଏହି ତିନୋଟି ସୂଚନା ବସ୍ ଏତିକି ହିଁ ରଦରଫୋର୍ଡଙ୍କ ପାଇଁ ଯଥେଷ୍ଟ ଥିଲା ଏହି ରହସ୍ୟକୁ ଭେଦ କରିବାକୁ ଆଉ ପରମାଣୁର ଗୋଟେ ପୂରାପୂରି ନୂଆ ଚିତ୍ର ଦୁନିଆ ସାମ୍ନାରେ ରଖିବାକୁ। ଆସନ୍ତୁ ଗୋଟିଏ ଗୋଟିଏ କରି ଦେଖିବା। ପ୍ରଥମ କଥା, କାହିଁକି ଅଧିକାଂଶ କଣିକା ସିଧା ଚାଲିଗଲେ? ଏହାର ଗୋଟିଏ ହିଁ ସରଳ ଉତ୍ତର ଥିଲା। ତାହା ହେଲା, ପରମାଣୁର ଅଧିକାଂଶ ଭାଗ ପୁରା ଫମ୍ପା, ମାନେ ଖାଲି। ସେଥିପାଇଁ ତ କଣିକାଗୁଡ଼ିକ ବିନା କୌଣସି ବାଧାରେ ଆରାମରେ ଚାଲିଗଲେ। କିନ୍ତୁ ସବୁଠୁ ବଡ଼ ପ୍ରଶ୍ନଟା ଏବେ ବି ଥିଲା, କାହିଁକି ସେହି କିଛି କଣିକା ପୂରାପୂରି ପଛକୁ ଫେରି ଆସିଲେ? ଏମିତି କ'ଣ ଥିଲା ଯାହା ସେମାନଙ୍କୁ ଏତେ ଜୋରରେ ଧକ୍କା ଦେଲା? ଆଉ ଏହି ପ୍ରଶ୍ନର ଉତ୍ତର ହିଁ ବିଜ୍ଞାନର ଦିଗ ବଦଳେଇ ଦେଲା। ଏଇଠୁ ହିଁ ଜନ୍ମ ନେଲା ନ୍ୟୁକ୍ଲିୟସ୍ ବା ନାଭିର ଧାରଣା। ରଦରଫୋର୍ଡ ବୁଝିପାରିଲେ ଯେ ପରମାଣୁର ଠିକ୍ ମଝିରେ ଗୋଟେ ବହୁତ ଛୋଟ କିନ୍ତୁ ଅତ୍ୟନ୍ତ ଶକ୍ତିଶାଳୀ ଆଉ ପଜିଟିଭ୍ ଚାର୍ଜ ଥିବା କେନ୍ଦ୍ର ଅଛି। ଆଉ ଯେହେତୁ ଆଲଫା କଣିକା ବି ପଜିଟିଭ୍ ଥିଲା, ଯେତେବେଳେ ସେ ସିଧା ଯାଇ ସେଇ କେନ୍ଦ୍ର ପାଖରେ ପହଞ୍ଚିଲା, ସମାନ ଚାର୍ଜ ଯୋଗୁଁ ତାକୁ ଜୋରରେ ବିକର୍ଷଣର ସାମ୍ନା କରିବାକୁ ପଡ଼ିଲା ଆଉ ସେ ପଛକୁ ଫେରିଆସିଲା। ଆଚ୍ଛା, ତାହେଲେ ଇଲେକ୍ଟ୍ରନ୍ଗୁଡ଼ାକ ଗଲେ କୁଆଡ଼େ? ରଦରଫୋର୍ଡଙ୍କ ନୂଆ ମଡେଲ କହିଲା ଯେ ଇଲେକ୍ଟ୍ରନ୍ଗୁଡ଼ିକ ସେହି ନ୍ୟୁକ୍ଲିୟସ୍ ଚାରିପଟେ ଘୁରୁଛନ୍ତି, ଠିକ୍ ସେମିତି ଯେମିତି ଆମ ସୌରମଣ୍ଡଳରେ ଗ୍ରହମାନେ ସୂର୍ଯ୍ୟଙ୍କ ଚାରିପଟେ ଘୁରନ୍ତି। ସେଥିପାଇଁ ଏହାକୁ ପ୍ଲାନେଟରୀ ମଡେଲ ବି କୁହାଯାଏ। ତେବେ ଚାଲନ୍ତୁ ପୁରା ମଡେଲକୁ ଟିକେ ସଂକ୍ଷେପରେ ଦେଖିନେବା। ମୁଖ୍ୟ କଥା ହେଲା, ପରମାଣୁର ମଝିରେ ଗୋଟେ ଛୋଟ ଘନ ପଜିଟିଭ୍ ନ୍ୟୁକ୍ଲିୟସ୍ ଅଛି, ଯେଉଁଠି ପରମାଣୁର ପ୍ରାୟ ସବୁ ଓଜନ ରହିଥାଏ। 2. ପରମାଣୁର ବେଶୀ ଭାଗ ଜାଗା ଖାଲି। ଆଉ 3. ଇଲେକ୍ଟ୍ରନ୍ଗୁଡ଼ିକ ସେହି ନ୍ୟୁକ୍ଲିୟସ୍ ଚାରିପଟେ ଘୁରୁଥାନ୍ତି। କିନ୍ତୁ ଜାଣନ୍ତି, ବିଜ୍ଞାନରେ ଏମିତି ହିଁ ହୁଏ। ଯେତେବେଳେ ଗୋଟେ ବଡ଼ ସମସ୍ୟାର ସମାଧାନ ମିଳିଯାଏ, ସେତେବେଳେ ତା ଭିତରୁ ଆହୁରି ନୂଆ ଆଉ ଗଭୀର ରହସ୍ୟ ବାହାରି ଆସେ। ରଦରଫୋର୍ଡଙ୍କ ମଡେଲ ବି ସେମିତି ଏକ ଅସମାପ୍ତ କାହାଣୀ ଥିଲା।
ଏହି ମଡେଲ ଯେତେ ଭଲ ଲାଗୁଥିଲେ ବି ଏଥିରେ ଗୋଟେ ବହୁତ ବଡ଼ ସମସ୍ୟା ଥିଲା। ପ୍ରଶ୍ନ ଥିଲା, ଏହି ମଡେଲ କ'ଣ ବାସ୍ତବରେ ସ୍ଥିର? ମାନେ ଏମିତି ଗୋଟେ ପରମାଣୁ କ'ଣ ତିଷ୍ଠି ରହିପାରିବ? କାରଣ ସେତେବେଳର ଫିଜିକ୍ସର ନିୟମ ଅନୁସାରେ ଯଦି ଗୋଟେ ଚାର୍ଜ ଥିବା ଜିନିଷ, ଯେମିତିକି ଇଲେକ୍ଟ୍ରନ୍, ଏମିତି ଘୂରିବ, ତେବେ ସେ ଧୀରେ ଧୀରେ ନିଜର ଶକ୍ତି ହରାଇବ ଆଉ ଶେଷରେ ସେ ସର୍ପିଳ ଭାବରେ ଘୂରି ଘୂରି ଯାଇ ନ୍ୟୁକ୍ଲିୟସ୍ ଭିତରେ ପଶିଯିବ। ଯଦି ଏମିତି ହୁଏ, ତାହେଲେ ତ ସବୁ ପରମାଣୁ ମୁହୂର୍ତ୍ତକରେ ନଷ୍ଟ ହୋଇଯିବେ। ଏହି ସମସ୍ୟା ପରବର୍ତ୍ତୀ ବୈଜ୍ଞାନିକମାନଙ୍କ ପାଇଁ ନୂଆ ପ୍ରଶ୍ନ ଛିଡ଼ା କଲା। ଯଦି ସେମାନେ ନ୍ୟୁକ୍ଲିୟସ୍ ଭିତରକୁ ଖସିପଡ଼ୁ ନାହାନ୍ତି, ତାହେଲେ କାହିଁକି ପରମାଣୁ କାହିଁକି ନିଜକୁ ସ୍ଥିର ରଖିପାରୁଛି? ଆଉ ପରମାଣୁରୁ ଯେଉଁ ବିଶିଷ୍ଟ ରଙ୍ଗର ଆଲୋକ ବାହାରେ, ଯାହାକୁ ସ୍ପେକ୍ଟ୍ରଲ ଲାଇନ୍ କୁହାଯାଏ, ତାହା କେମିତି ସୃଷ୍ଟି ହେଉଛି? ରଦରଫୋର୍ଡଙ୍କ ମଡେଲ ପାଖରେ ଏସବୁର କୌଣସି ଉତ୍ତର ନଥିଲା। ତେଣୁ ଶେଷରେ ଗୋଟେ ବହୁତ ବଡ଼ ଆଉ ମୌଳିକ ପ୍ରଶ୍ନ ଆସି ପହଞ୍ଚିଲା। ଯଦି ରଦରଫୋର୍ଡଙ୍କ ମଡେଲ ହିସାବରେ ପରମାଣୁ ଅସ୍ଥିର, ତାହେଲେ ଆମେ ସମସ୍ତେ, ଏପରିକି ଏହି ପୁରା ବ୍ରହ୍ମାଣ୍ଡ କିପରି ତିଷ୍ଠି ରହିଛି? ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ହିଁ ବିଜ୍ଞାନକୁ ଏକ ନୂଆ ଦିଗକୁ ଯିବାକୁ ପଡ଼ିଥିଲା।